PMCMS ନୋଡାଲ ବିଦ୍ୟାପୀଠ ପର୍ଜଙ୍ଗର ବାର୍ଷିକ ଉତ୍ସବ। ପର୍ଜଙ୍ଗ PMCMS ବିଦ୍ୟାପୀଠର ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ମଦନ ମୋହନ ଜେନା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ ଏବଂ ଅତିରିକ୍ତ BO ପ୍ରିୟବ୍ରତ ସାହୁ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଗାୟତ୍ରୀ ମହାପାତ୍ର, ସମିତି ସଭ୍ୟା ଶୈଳେନ୍ଦ୍ରୀ ସେଠୀ, ବିଦ୍ୟାପୀଠର ପରିଚାଳନା କମିଟିର ଅଧ୍ୟକ୍ଷ ପଙ୍କଜିନୀ ନାୟକ ଓ ଅନ୍ତର୍ଯ୍ୟାମୀ ନାୟକ ଯୋଗଦାନ କରିଥିଲେ। ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ଶେଖର ସାହୁ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥିବୃନ୍ଦକୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ଧୂପ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାମାନେ ବିଦ୍ୟାପୀଠ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ। ଏହା ପୂର୍ବରୁ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର କ୍ରୀଡ଼ା ଯଥା 100 ମିଟର, 200 ମିଟର ଦୌଡ଼, ବାଳକ ଓ ବାଳିକା ବିଭାଗର ସିନିୟର ଜୁନିୟର ଦଳ, ସେହିପରି ପୁଚି ଖେଳ, ଦୌଡ଼ ଡିଆଁ, ସଟଫୁଟ, ଲମ୍ବ ଡିଆଁ ଏବଂ ମ୍ୟୁଜିକ୍ ଚେୟାର ଇତ୍ୟାଦି କ୍ରୀଡ଼ା ସିନିୟର ଜୁନିୟର ଭାବେ ହୋଇଯାଇଛି। କ୍ରୀଡ଼ାର ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସିଲ୍କପ୍ ପ୍ରଦାନ କରି ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ। ପର୍ଜଙ୍ଗରୁ ଗୋପବନ୍ଧୁ ଜେନାଙ୍କ ରିପୋର୍ଟ, ଆଗାମ TV।